परम प्रेममय श्री ठाकुर अनुकूलचंद्रଙ୍କ श्रीहस्तलिखित पवित्र सत्यानुसरण ग्रंथ पाठ अर्थ मान ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଇ ଭକ୍ତ ହୁଅ ନାହିଁ। ସାବଧାନ ହୁଅ, ଠକିଯିବ। ତୁମର ଠାକୁରତ୍ୱ ଜାଗ୍ରତ ନ ହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଫାଙ୍କି ଦେଲେ ତାହା ହିଁ ପାଇବ। ଯେପରି କରି ଯାହା ପାଇବାକୁ ହୁଏ ତାହା ନ କରି ସେଥିପାଇଁ ଦୁଃଖିତ ହୁଅ ନାହିଁ। କରିବା ଆଗରୁ ଦୁଃଖ କରିବା ନ ପାଇବାକୁ ଡାକି ଆଣେ। ପାଇବାକୁ ହେଲେ ହିଁ ତା ଯାହା ବି ହେଉ ଶୁଣିବାକୁ ହେବ ତାହା କିପରି ପାଇବାକୁ ହୁଏ, ଆଉ ଠିକ୍ ତାହା କରିବାକୁ ହେବ। ନ କରି ପାଇବା ପାଇଁ ଉଦ୍ଗ୍ରୀବ ହେବା ଅପେକ୍ଷା ବୋକାମି ଆଉ କ'ଣ ଅଛି? ନିଶ୍ଚୟ ଜାଣ, କରିବା ହିଁ ପାଇବାର ଜନନୀ। କରିବାଟା ଯେତେବେଳେ ଚାହିଁବାକୁ ଅନୁସରଣ କରେ ତାର କୃତାର୍ଥତା ସେତେବେଳେ ସମ୍ମୁଖରେ ଛିଡ଼ା ହୁଏ। ମଣିଷ ଆକାଂକ୍ଷିତ ମଙ୍ଗଳ ତାହାର ଅଭ୍ୟସ୍ତ ସଂସ୍କାରର ଅନ୍ତରାଳରେ ଥାଏ, ଆଉ ମଙ୍ଗଳଦାତା ଯେତେବେଳେ ହିଁ ଦଣ୍ଡିତ ହୁଅନ୍ତି, ଯେତେବେଳେ ହିଁ ପ୍ରଦତ୍ତ ମଙ୍ଗଳର ଅଭ୍ୟସ୍ତ ସଂସ୍କାରର ସଙ୍ଗେ ବିରୋଧ ଉପସ୍ଥିତ ହୁଏ, ଆଉ ସେଥିଯୋଗୁଁ ପ୍ରେରିତ ପୁରୁଷ ସ୍ୱଦେଶରେ କୁତ୍ସାମଣ୍ଡିତ ହୁଅନ୍ତି। ପ୍ରକୃତି ସେହିମାନଙ୍କୁ ଧିକ୍କାର କରେ। ଯେଉଁମାନେ ପ୍ରତ୍ୟକ୍ଷକୁ ଅବଜ୍ଞା ବା ଅଗ୍ରାହ୍ୟ କରି ପରୋକ୍ଷକୁ ଆଲିଙ୍ଗନ କରନ୍ତି, ଆଉ ପରୋକ୍ଷ ଯାହାର ପ୍ରତ୍ୟକ୍ଷକୁ ରଞ୍ଜିତ ଓ ଲାଞ୍ଛିତ କରେ, ସେହିମାନେ ହିଁ ଫାଙ୍କିର ଅଧିକାରୀ ହୁଅନ୍ତି। ପୃଷ୍ଠା ସଂଖ୍ୟା 91। ଜୟ ଗୁରୁ, ଜୟ ଗୁରୁ।